ମହିଳା ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନର ବିଜେତା ଏସ୍ଏସ୍ବି ନ୍ୟୁ ଦିଲ୍ଲୀ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୂଳଠାରେ ଶରଣକୂଳ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଶରଣକୂଳ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ହେଉଥିବା ଆଜିର ତୃତୀୟ ଦିନର ମ୍ୟାଚ୍ ଏସ୍ଏସ୍ବି ନ୍ୟୁ ଦିଲ୍ଲୀ ସହିତ ନିତା ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏକ ସଂଘର୍ଷପୂର୍ଣ୍ଣ ଖେଳରେ ପ୍ରଥମାର୍ଦ୍ଧ ଉଭୟ ଦଳ କେହି କାହାକୁ ଗୋଲ୍ ସ୍କୋର କରିପାରିନଥିଲେ। ଖେଳ ଶେଷ ହେବାକୁ ଥିବା 10 ମିନିଟ୍ ପୂର୍ବରୁ ନ୍ୟୁ ଦିଲ୍ଲୀ ଦଳ ନିତା ଏକାଡେମୀକୁ ଗୋଟିଏ ଗୋଲ୍ ଦେଇ ବିଜେତା ହୋଇଥିଲେ। ଏସ୍ଏସ୍ବି ନ୍ୟୁ ଦିଲ୍ଲୀର 12 ନମ୍ବର ଖେଳାଳି ସମୀକ୍ଷା ଆଜିର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ଟ୍ରଫି ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବରେ ଉପାସନା ମହାପାତ୍ର ବିଧାୟିକା ବ୍ରହ୍ମଗିରି, ସଞ୍ଜଳି ମୁର୍ମୁ ବିଧାୟିକା ବାଙ୍ଗିରିପୋଷି ଓ ଏଲି ପାଢ଼ୀ ପ୍ରତିଷ୍ଠାତା ଚାରିଟେବୁଲ ଟ୍ରଷ୍ଟ, ବିଳାସିନୀ ଦେଇ ସରପଞ୍ଚ ହରିହରପୁର ପଞ୍ଚାୟତ, କୁମାରୀ ପାତ୍ର ପ୍ରାକ୍ତନ ସରପଞ୍ଚ ଗୋଡ଼ିପଲ୍ଲୀ, ଅନୁସୟା ସାହୁ ଉପସଭାପତି ମହିଳା ମୋର୍ଚ୍ଚା ନୟାଗଡ଼ ଜିଲ୍ଲା ପ୍ରଭୃତି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆସୋସିଏସନର କର୍ମକର୍ତ୍ତା ଭବାନୀ ଶଙ୍କର ମହାପାତ୍ର, ପ୍ରମୋଦ କୁମାର ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ଲିଙ୍ଗରାଜ ପାତ୍ର, ଜ୍ୟୋତିର୍ମୟୀ ମହାନ୍ତି, ଅନ୍ତର୍ଯ୍ୟାମୀ ସାହୁ, କୁଳମଣି ମାଝୀ, ଜୟଦେବ ପ୍ରଧାନ ପ୍ରଭୃତି ଖେଳ ପରିଚାଳନା କରୁଥିଲେ। ବିଷ୍ଣୁପ୍ରିୟା ଦାସ ଖେଳ ପରିଚାଳନା କରିଥିବା ବେଳେ ବାଜି ଗଡ଼ନାୟକ, ଆରତୀ ମହାନ୍ତି, ଚିତ୍ରମ୍ବଦା ପାତ୍ର ଲାଇନରେ ସହାୟତା କରିଥିଲେ। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଓଡ଼ିଶା ପୋଲିସ କଟକ ଓ ତାମିଲନାଡୁ ପୋଲିସ ମଧ୍ୟରେ ଅନୁଷ୍ଠିତ ହେବ। ବର୍ଷା ଓ କୋହଲା ପାଗ ସତ୍ତ୍ୱେ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ଆସୁଥିବା ଦେଖିବାକୁ ମିଳୁଛି। ଶରଣକୂଳ ଥାନା ଆରକ୍ଷୀ ଦଳ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ସ୍ଥାନୀୟ ବିଜେପି ଦଳ ଯୁବ ମୋର୍ଚ୍ଚା କର୍ମୀମାନେ ସହଯୋଗ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।